ଖେଳିଦେଲେ ଗେମ୍। ପୁଣି ଜଣେ ବରିଷ୍ଠଙ୍କୁ ଦଳରୁ କାଢିଲେ ପାଣ୍ଡ୍ୟାନ। କହିଲେ ମୋ ସହ ପଙ୍ଗା ନେଲେ ଏମିତି ହେବ। ଦଳରେ ରହିବ ତ ମୋ କଥା ମାନିବାକୁ ପଡିବ। ବିଜେଡିରେ ଛୁଟିଲାଣି ଇସ୍ତଫାର ସୁଅ। ଭାସ୍କର ଓ ଲାଲବିହାରୀ ହିମିରିକାଙ୍କ ପରେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ବିଜେଡିକୁ ବାଏ ବାଏ କରିଛନ୍ତି। ଏପଟେ ପ୍ରଫୁଲ୍ଲଙ୍କୁ ନିଲମ୍ବନ କରିଛି ବିଜେଡି, ଯାହାକି ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ସସ୍ପେଣ୍ଡ ହୋଇଛନ୍ତି। ଗତକାଲି ବିଜେଡିକୁ ଚେତାବନୀ ଦେଇଥିଲେ ପ୍ରଫୁଲ୍ଲ। ଠିକ୍ ଢଙ୍ଗରେ ନ ଚାଲିଲେ ଦଳରୁ ଦୂରେଇ ଯିବେ ବୋଲି କହିଥିଲେ। ବିଜେଡି ବିରୋଧୀ ଦଳର ଭୂମିକା ନିର୍ବାହ କରୁନି ବୋଲି କହିଥିଲେ ପ୍ରଫୁଲ୍ଲ। ପୂର୍ବ ବିଚାରଧାରାରେ ଦଳ ନାହିଁ ବୋଲି କହିଥିଲେ ପୂର୍ବତନ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ। ନବୀନ ସରକାରରେ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ ପ୍ରଫୁଲ୍ଲ। ବିଜେଡିର ଆଭିମୁଖ୍ୟ ନୀତି ଆଦର୍ଶକୁ ନେଇ ପ୍ରଶ୍ନବାଣରେ ଘାଇଲା କରିଥିଲେ ପ୍ରଫୁଲ୍ଲ ମଲ୍ଲିକ। ହେଲେ ଏହି ବୟାନ ତାଙ୍କୁ ମହଙ୍ଗା ପଡ଼ିଛି। ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବନ କରାଯାଇଛି। ବିଜେଡି ପକ୍ଷରୁ ଏନେଇ ପ୍ରେସ୍ ରିଲିଜ୍ ଜାରି କରାଯାଇଛି। ହେଲେ ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ନିଲମ୍ବନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଥିବା କହିଛନ୍ତି ପ୍ରଫୁଲ୍ଲ। ହେଲେ ପ୍ରଶ୍ନ ଉଠୁଛି, ପ୍ରଥମ ନିଷ୍ପତ୍ତି କିଏ ନେଇଥିଲା, ପ୍ରଫୁଲ୍ଲ ମଲ୍ଲିକ ନା ବିଜେଡି? ଦଳ ଛାଡ଼ିବା ପରେ ବିଜେଡି ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଫୁଲ୍ଲ। କହିଛନ୍ତି ବିଜେଡିରେ ଆଦର୍ଶ ନାହିଁ, ଲୋକେ ଦଳଠାରୁ ଦୂରେଇ ଗଲେଣି। ସେପଟେ ଦଳର ବିଚାରଧାରା ଉପରେ ପ୍ରଶ୍ନ ଉଠିବାର 24 ଘଣ୍ଟା ନ ପୂରୁଣୁ ପ୍ରଫୁଲ୍ଲଙ୍କ ଉପରେ ଆକ୍ସନ ନେଇଛି ଦଳ। ବ୍ୟୁରୋ ରିପୋର୍ଟ, ATV ଓଡ଼ିଶା ଲାଇଭ୍।